ଅଥ ଅଷ୍ଟାଦଶ ଅଧ୍ୟାୟ ବାନପ୍ରସ୍ଥ ସନ୍ନ୍ୟାସୀମାନଙ୍କର ଧର୍ମ। ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରିୟ ଉଦ୍ଧବ, ଯଦି ଗୃହସ୍ଥ ବ୍ୟକ୍ତି ବାନପ୍ରସ୍ଥ ଆଶ୍ରମକୁ ଯିବାକୁ ଚାହାନ୍ତି, ତେବେ ପତ୍ନୀକୁ ପୁତ୍ର ଦାୟିତ୍ୱ ସମର୍ପି ଦେବାକୁ ପଡ଼ିବ କିମ୍ବା ନିଜ ସଙ୍ଗରେ ନେଇଯିବାକୁ ପଡ଼ିବ ଏବଂ ଶାନ୍ତ ଭାବରେ ନିଜ ଆୟର ତୃତୀୟ ଭାଗଟି ବନବାସରେ ରହି କଟାଇ ଦେବାକୁ ପଡ଼ିବ। ବନର ପବିତ୍ର କନ୍ଦମୂଳ ଫଳ ଆହାର କରି ଶରୀର ନିର୍ବାହ କରିବାକୁ ପଡ଼ିବ। ବସ୍ତ୍ର ରୂପେ ଗଛର ବକଳ ପିନ୍ଧି ତଥା ଘାସପତ୍ର ମୃଗଚର୍ମ ବ୍ୟବହାର କରି ଚଳିବାକୁ ପଡ଼ିବ। ସେ କେଶ, ଲୋମ, ନଖ ଓ ନିଶ, ଦାଢ଼ି ଇତ୍ୟାଦି ଶରୀରର ମଳ ସଫା କରିବେ ନାହିଁ, ଅର୍ଥାତ୍ କାଟିବେ ନାହିଁ। ସୌନ୍ଦର୍ଯ୍ୟ ପାଇଁ ଦାନ୍ତ ଘଷିବେ ନାହିଁ। ସେ ନଦୀ ପୁଷ୍କରିଣୀର ଜଳରେ ତ୍ରିକାଳ ସ୍ନାନ କରିବେ ଏବଂ ଭୂମିରେ ହିଁ ଶୟନ କରିବେ। ସେ ଗ୍ରୀଷ୍ମକାଳରେ ପଞ୍ଚାଗ୍ନି ଉତ୍ତାପ ସହିବେ। ବର୍ଷା ଋତୁରେ ଖୋଲା ପଡ଼ିଆରେ ରହି ବର୍ଷା ପାଣିର ମାଡ଼ ସହିବେ। ଶୀତଦିନେ ପାଣିରେ ରହି ଥଣ୍ଡା ସହିବେ। ତାଙ୍କୁ ଏପରି ଭାବରେ ଘୋର ତପସ୍ୟାମୟ ଜୀବନ ବିତାଇବାକୁ ପଡ଼ିବ। ତାଙ୍କୁ ଅଗ୍ନିପକ୍ଷ ଅନ୍ନ ଅର୍ଥାତ୍ କାଳପୋକ ଫଳମୂଳ ଖାଇ ରହିବାକୁ ପଡ଼ିବ। ଖାଦ୍ୟଶସ୍ୟ କୁଟିବାକୁ ବା ଗୁଣ୍ଡ କରିବାକୁ ହେଲେ ଉଦୁଖଳରେ କୁଟି କିମ୍ବା ଶିଳପତ୍ରରେ ଛେଚି ନଚେତ୍ ଦାନ୍ତରେ ଚୋବାଇ ଖାଇ କାମ ଚଳାଇବାକୁ ହେବ। ଉଦର ନିମନ୍ତେ ସବୁ ବସ୍ତୁ ସେ ନିଜେ ସଂଗ୍ରହ କରିବେ। ଦେଶ, କାଳ ଓ ନିଜର ଶାରୀରିକ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଅନ୍ୟମାନେ ଆଣି ଦେଇଥିବା ପଦାର୍ଥ ସେ ବ୍ୟବହାର କରିବେ ନାହିଁ। ଅର୍ଥାତ୍ କେଉଁ ପଦାର୍ଥ କେଉଁଠୁ କେଉଁ ସମୟରେ ସଂଗ୍ରହ କରିବା ଉଚିତ ଏବଂ କେଉଁ ପଦାର୍ଥ ନିଜ ପାଇଁ ଅନୁକୂଳ ତାହା ଜାଣି ସେ ନିଜେ ସଜ କନ୍ଦମୂଳ, ଫଳ ଆଦି ସଂଗ୍ରହ କରିବେ। ଦେଶକାଳାଦି ବିଷୟରେ ଅନଭିଜ୍ଞ ଲୋକ ଆଣି ଦେଇଥିବା ଅଥବା ପୁରୁଣା ବା ପଚି ଚଢ଼ି ଯାଇଥିବା ପଦାର୍ଥ ସେବନ କରିବେ ନାହିଁ। ସେପରି ପଦାର୍ଥ ସେବନ କଲେ ସେ ବ୍ୟାଧିଗ୍ରସ୍ତ ହୋଇଯିବେ, ଫଳରେ ତାଙ୍କ ତପସ୍ୟାରେ ବିଘ୍ନ ଘଟିବ। ବାନପ୍ରସ୍ଥ ବନ୍ୟ ଶସ୍ୟାଦିରେ ଅର୍ଥାତ୍ ବାଳୁଙ୍ଗା ଚାଉଳ ଇତ୍ୟାଦିରେ ଚରୁପୁରଡାସ, ପିଠା ଇତ୍ୟାଦି ହବିଷାନ୍ନ ପ୍ରସ୍ତୁତ କରିବେ। ସେହି ପଦାର୍ଥରେ ହିଁ ସେ ସମୟାନୁସାରେ ଯେତେବେଳେ ଯେଉଁ ଆଗ୍ନେୟଣ, ଇଷ୍ଟି ଆଦି ବୈଦିକ କର୍ମ କରିବାକୁ କୁହାଯାଇଛି ତାହା କରିବେ। କେବେ ହେଲେ ପଶୁ ବଳି ଦ୍ୱାରା ମୋର ଯଜନ କରିବେ ନାହିଁ। ବାନପ୍ରସ୍ଥ ଗୃହସ୍ଥ ସମୟରେ ଥିଲାବେଳେ ଯେଉଁ ସବୁ ବେଦ ବିହିତ ଅଗ୍ନିହୋତ୍ର ତଥା ଶାସ୍ତ୍ରବିଧାନ ଅନୁସାରେ ଦର୍ଶ, ପୌର୍ଣ୍ଣମାସ ଏବଂ ଚାତୁର୍ମାସ୍ୟ ଆଦି ଯାଗଯଜ୍ଞ ଆଦି କରୁଥିଲେ, ବାନପ୍ରସ୍ଥ ଆଶ୍ରମରେ ମଧ୍ୟ ସେସବୁ ଦ୍ୱାରା ମୋର ଯଜନ କରିବା ଉଚିତ। ଏପରି ଭାବରେ ତପ ଆଚରଣ କରି କରି ମୁନିଙ୍କ ଶରୀର ଯେତେବେଳେ ଶୁଷ୍କପ୍ରାୟ ହୋଇଯିବ, ସେତେବେଳେ ସେ ପ୍ରଥମେ ଋଷିମାନଙ୍କର ପ୍ରାପ୍ତବ୍ୟ ମହଲୋକକୁ ଯିବେ ଏବଂ ପରେ ତପମୂର୍ତ୍ତି ସ୍ୱରୂପ ମତ ଆରାଧନା କରିବାରେ ପରିଣାମ ସ୍ୱରୂପ ସେଠାରୁ ମୋ ଲୋକକୁ ଆସିଯିବେ। ପ୍ରିୟ ଉଦ୍ଧବ, ଯେଉଁ ଲୋକ ଏପରି କଷ୍ଟସାଧ୍ୟ ଓ ମୋକ୍ଷପ୍ରଦାୟକ ମହାନ ତପସ୍ୟା କରି ସ୍ୱର୍ଗ, ବ୍ରହ୍ମଲୋକ ଆଦି ସାମାନ୍ୟ ଫଳ ପ୍ରାପ୍ତି କାମନା କରେ, ତାଠାରୁ ବଳି ମୂର୍ଖ ଆଉ କିଏ ଥିବ? ତେଣୁ ନିଷ୍କାମ ଭାବରେ ତପସ୍ୟା କରିବା ଆବଶ୍ୟକ। ପ୍ରିୟ ଉଦ୍ଧବ, ବାନପ୍ରସ୍ଥ ଆଶ୍ରମୀ ଯେତେବେଳେ ନିଜର ଆଶ୍ରମୋଚିତ ନିୟମ ପାଳନ କରିବାକୁ ଅସମର୍ଥ ହୋଇଯିବେ, ବାର୍ଦ୍ଧକ୍ୟ ହେତୁ ଯେତେବେଳେ ତାଙ୍କର ଶରୀର ଥରିବ, ସେତେବେଳେ ସେ ଭାବନା ଦ୍ୱାରା ଯଜ୍ଞାଗ୍ନିକୁ ନିଜ ଅନ୍ତଃକରଣରେ ଆରାପିତ କରିଦେଇ ଓ ମନକୁ ମୋଠରେ ଲଗାଇ ଦେଇ ଅଗ୍ନିରେ ପ୍ରବେଶ କରିବା ଆବଶ୍ୟକ। ଏହି ବିଧାନ କେବଳ ଯେଉଁମାନେ ବୈରାଗୀ ନୁହନ୍ତି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। କର୍ମଫଳ ସ୍ୱରୂପ ଯେଉଁସବୁ ଲୋକ ପ୍ରାପ୍ତ ହୁଏ, ସେସବୁ ଲୋକ ନରକ ସମାନ ଦୁଃଖପୂର୍ଣ୍ଣ। ଏକଥା ଅନୁଭବ କରିବା ପରେ ଯଦି ପୂର୍ଣ୍ଣ ବୈରାଗ୍ୟ ଆସିଯାଏ, ତେବେ ବିଧିପୂର୍ବକ ଅଗ୍ନି ତ୍ୟାଗ କରିଦେଇ ସନ୍ନ୍ୟାସ ନେଇଯିବା ଉଚିତ। ଯେଉଁ ବାନପ୍ରସ୍ଥ ସନ୍ନ୍ୟାସୀ ହେବାକୁ ଚାହିଁବେ, ସେ ପ୍ରଥମେ ବେଦବିଧି ଅନୁସାରେ 8 ପ୍ରକାର ଶ୍ରାଦ୍ଧ କରିବା ପରେ ପ୍ରାଜାପତ୍ୟ ଯଜ୍ଞ ଦ୍ୱାରା ମୋର ଯଜନ କରିବା ଆବଶ୍ୟକ। ତାପରେ ସେ ନିଜର ସର୍ବସ୍ୱ ଋତୁଜଙ୍କୁ ଦେଇଦେବା ଉଚିତ ଓ ନିଜ ପ୍ରାଣରେ ଯଜ୍ଞାଗ୍ନିକୁ ଲୀନ କରିଦେବା ଆବଶ୍ୟକ। ତାପରେ କୌଣସି ସ୍ଥାନ, ବସ୍ତୁ ବା ବ୍ୟକ୍ତି ପ୍ରତି ଆସକ୍ତି ନ ରଖି ସନ୍ନ୍ୟାସ ନେଇଯିବା ଉଚିତ। ହେ ଉଦ୍ଧବ, ବ୍ରାହ୍ମଣ ଯଦି ସନ୍ନ୍ୟାସୀ ହେବାକୁ ବାହାରନ୍ତି, ତେବେ ଦେବତାମାନେ ସ୍ତ୍ରୀ, ପୁତ୍ର, ବନ୍ଧୁବାନ୍ଧବ ଆଦିଙ୍କୁ ରୂପ ଧରି ତାଙ୍କର ସନ୍ନ୍ୟାସ ଗ୍ରହଣରେ ବିଘ୍ନ ସୃଷ୍ଟି କରିବାକୁ ଲାଗନ୍ତି। ସେମାନେ ଭାବନ୍ତି, ଏ ଲୋକ ଆମମାନଙ୍କୁ ଅବହେଳା କରି ଆମକୁ ଲଙ୍ଘନ କରି ପରମାତ୍ମାଙ୍କୁ ପାଇବାକୁ ବାହାରିଲେଣି। ଯଦି ସନ୍ନ୍ୟାସୀ ବସ୍ତ୍ର ଧାରଣ କରିବାକୁ ଚାହିଁବେ, ତେବେ କେବଳ କୌପୀନ ହିଁ ପିନ୍ଧିବେ ଏବଂ ଅତି ବେଶୀ ହେଲେ କୌପୀନ ଘୋଡ଼ାଇ ହେବା ଭଳି ଛୋଟ ବସ୍ତ୍ର ଖଣ୍ଡିଏ ବ୍ୟବହାର କରିବେ। ସେ ତ ସବୁକିଛି ତ୍ୟାଗ କରିଦେଇଥିବେ, ତେଣୁ କୌଣସି ତ୍ୟକ୍ତ ବସ୍ତୁ ପାଖରେ ନ ରଖି କେବଳ ଅତ୍ୟାବଶ୍ୟକତା ଦୃଷ୍ଟିରୁ ଖଣ୍ଡିଏ ଦଣ୍ଡ ବା ବାଡ଼ି ଓ ଗୋଟିଏ କମଣ୍ଡଳୁ ଧରିପାରିବେ। ସେ ଚାଲିଲା ବେଳେ କୌଣସି ଜୀବ ଯେପରି ଦଳି ହୋଇ ନଯାଏ, ସେଥିପ୍ରତି ସାବଧାନ ରହିବେ। ପାଣି ଛାଣି ପିଇବେ, ସତ୍ୟ ଓ ପବିତ୍ର ବଚନ କହିବେ, ମନକୁ ପବିତ୍ର ଲାଗୁଥିବା ଆଚରଣ କରିବେ। ମୌନ ହେଉଛି ବାଣୀର ଦଣ୍ଡ, ନିଶ୍ଚଟ ସ୍ଥିତି ହେଉଛି ଶରୀରର ଦଣ୍ଡ ଏବଂ ପ୍ରାଣାୟାମ ହେଉଛି ମନର ଦଣ୍ଡ। ଯାହାଙ୍କ ନିକଟରେ 3ଟି ଦଣ୍ଡ ବା ତ୍ରିଦଣ୍ଡ ନାହିଁ, ସେ କେବଳ ବାଉଁଶ ଦଣ୍ଡ ଧରିଦେଲେ ଦଣ୍ଡୀ ସନ୍ନ୍ୟାସୀ ହୋଇଯାଇ ପାରିବେ ନାହିଁ। ସନ୍ନ୍ୟାସୀ ନିନ୍ଦିତ ଓ ପତିତମାନଙ୍କ ଛଡ଼ା 4 ବର୍ଣ୍ଣର ଲୋକଙ୍କଠାରୁ ଭିକ୍ଷା ଗ୍ରହଣ କରିପାରିବେ। ପୂର୍ବରୁ କାହାରି ଘର ସ୍ଥିର ନ କରି ସନ୍ନ୍ୟାସୀ କେବଳ 7 ଜଣଙ୍କ ଘରୁ ଭିକ୍ଷା ନେବେ। ଭିକ୍ଷାରେ ଯାହା ମିଳିଲା ସେତିକିରେ ସନ୍ତୁଷ୍ଟ ହେବେ। ଏପରି ଭାବରେ ଭିକ୍ଷା ଗ୍ରହଣ କରି ସେ ଜନବସତିରେ ବାହାରିଥିବା ଜଳାଶୟ ନିକଟକୁ ଚାଲିଯିବେ ଓ ସେଠାରେ ହାତ ଗୋଡ଼ ଧୋଇ ଜଳ ଛିଞ୍ଚି ଭିକ୍ଷାକୁ ପବିତ୍ର କରିବେ। ତାପରେ ଶାସ୍ତ୍ରୋକ୍ତ ପଦ୍ଧତିରେ ଯେଉଁମାନଙ୍କୁ ଭିକ୍ଷାର ଭାଗ ପ୍ରଦାନ କରିବା କଥା, ସେମାନଙ୍କୁ ଦେବା ପରେ ଯାହା କିଛି ବଳିବ, ମୌନ ହୋଇ ତାହା ଭୋଜନ କରିବେ। ଅନ୍ୟ ସମୟରେ ଭୋଜନ କରି ଭାବି ସେଥିରୁ କିଛି ଅଂଶ ସଞ୍ଚୟ କରି ରଖିବେ ନାହିଁ କି ବଳକା ଅନ୍ନ ଫୋପାଡ଼ି ଦେବେ ନାହିଁ।
ସନ୍ନ୍ୟାସୀ ଏକାକୀ ବିଚରଣ କରିବା ଉଚିତ। ସେ କୌଣସି ବସ୍ତୁ ବା ବ୍ୟକ୍ତି ପ୍ରତି ଆସକ୍ତି ରଖିବା ଅନୁଚିତ। ସେ ଇନ୍ଦ୍ରିୟମାନଙ୍କୁ ବଶରେ ରଖିବେ ଏବଂ ଆତ୍ମାନନ୍ଦରେ ବା ଆତ୍ମପ୍ରେମରେ ତନ୍ମୟ ହୋଇ ରହିବେ। ଯେତେ ବଡ଼ ପ୍ରତିକୂଳ ପରିସ୍ଥିତି ପଡ଼ିଲେ ବି ସେ ଧୈର୍ଯ୍ୟ ଧରିବେ ଏବଂ ସର୍ବତ୍ର ସମଭାବରେ ସ୍ଥିତ ପରମାତ୍ମାକୁ ଅନୁଭବ କରିବେ। ସନ୍ନ୍ୟାସୀ ନିର୍ଜନ, ନିର୍ଭୟ ତଥା ପବିତ୍ର ସ୍ଥାନରେ ଏକାକୀ ରହିବା ଉଚିତ। ତାଙ୍କର ହୃଦୟ ମୋରି ଭାବନାରେ ମଜ୍ଜି ରହି ବିଶୁଦ୍ଧ ହୋଇଯିବା ଉଚିତ। ସେ ଚିନ୍ତନ କରିବା ଉଚିତ ଯେ ସେ ମୋଠାରୁ ଅଭିନ୍ନ, ଅଖଣ୍ଡ ତଥା ଅଦ୍ୱିତୀୟ। ନିଜର ଜ୍ଞାନ ବଳରେ ତାଙ୍କୁ ଚିତ୍ତର ବନ୍ଧନ କ'ଣ, ମୋକ୍ଷ କ'ଣ, ତାହା ବିଚାର କରି ନିର୍ଣ୍ଣୟ କରିବାକୁ ପଡ଼ିବ ଯେ ବିଷୟ ଭୋଗ ନିମନ୍ତେ ଇନ୍ଦ୍ରିୟମାନେ ବିକ୍ଷିପ୍ତ ହେବା, ଚଞ୍ଚଳ ହେବା ହିଁ ବନ୍ଧନ ଏବଂ ଇନ୍ଦ୍ରିୟମାନଙ୍କୁ ସଂଯତ କରି ରଖିବା ହିଁ ମୁକ୍ତି ବା ମୋକ୍ଷ। ତେଣୁ ସନ୍ନ୍ୟାସୀ ନିଜର ମନ ଓ ପଞ୍ଚେନ୍ଦ୍ରିୟଙ୍କୁ ଜୟ କରିବା ଏକାନ୍ତ ଆବଶ୍ୟକ ଏବଂ ଭୋଗ ଏକ ତୁଚ୍ଛ ଓ କ୍ଷୁଦ୍ର ବିଷୟ ଜାଣି ଭୋଗ ପ୍ରତି ବିତୃଷ୍ଣ ହୋଇଯିବା ଉଚିତ। ବିଷୟ ଭୋଗରୁ ମୁହଁ ଫେରାଇ ନେଇ ସେ ଆତ୍ମାନନ୍ଦରେ ମଜ୍ଜିଯିବା ବା ଆତ୍ମାନନ୍ଦ ଅନୁଭବ କରିବା ଆବଶ୍ୟକ। ଏପରି ଭାବରେ ମୋର ଭାବନାରେ ତନ୍ମୟ ହୋଇ ସେ ପୃଥିବୀରେ ବିଚରଣ କରିବା ବିଧେୟ। ସେ କୌଣସି ପ୍ରକାର ମମତାରେ ବାନ୍ଧି ନ ହୋଇ ପବିତ୍ର ସ୍ଥାନ, ନଦୀ, ପର୍ବତ, ବନ ଓ ଆଶ୍ରମମାନଙ୍କରେ ପୂର୍ଣ୍ଣ ହୋଇ ପୃଥିବୀରେ ବିଚରଣ କରିବା ଆବଶ୍ୟକ। କେବଳ ଅନ୍ନ ଭିକ୍ଷା ନିମନ୍ତେ ସେ ନଗର, ଗ୍ରାମ ଓ ଗୋପାଳମାନଙ୍କ ବସ୍ତିକୁ ଯାଇପାରନ୍ତି। ସେ ଭିକ୍ଷା ମଧ୍ୟ ବିଶେଷ କରି ବାନପ୍ରସ୍ଥଙ୍କ ଆଶ୍ରମରୁ ଗ୍ରହଣ କରିବା ଉଚିତ। ବାନପ୍ରସ୍ଥମାନେ କୃଷିକ୍ଷେତ୍ରରେ ଝଡ଼ି ପଡ଼ିଥିବା ଶସ୍ୟକୁ ସଂଗ୍ରହ କରି ଆଣି ତାକୁ ପବିତ୍ର କରିଥିବାରୁ ସେମାନଙ୍କଠାରୁ ମାଗି ଆଣିଥିବା ଭିକ୍ଷା ଭୋଜନ କଲେ ଅତି ଶୀଘ୍ର ମୋହ ନଷ୍ଟ ହୋଇଯାଏ ଏବଂ ତା ଫଳରେ ଚିତ୍ତ ଶୀଘ୍ର ଶୁଦ୍ଧ ହୋଇଯାଏ। ବିଚାରମାନ ସନ୍ନ୍ୟାସୀ ଏ ଦୃଶ୍ୟମାନ ଜଗତକୁ କଦାପି ସତ୍ୟ ବୋଲି ଭାବିବା ଉଚିତ ନୁହେଁ, କାରଣ ଦୃଶ୍ୟମାନ ଜଗତ ନାଶବାନ ବୋଲି ପ୍ରତ୍ୟକ୍ଷରେ ଦୃଷ୍ଟିଗୋଚର ହେଉଛି। ତେଣୁ ସେ କୌଣସିଥିରେ ଆସକ୍ତି ରଖିବା ଅନୁଚିତ। ଯାହା କିଛି କରିବାର ବା ପାଇବାର ଇଚ୍ଛା କରିବ ସେ ତାହା ବି ତ୍ୟାଗ କରିଦେବା ଉଚିତ। ସନ୍ନ୍ୟାସୀ ନିଜର ବିବେକ ବଳରେ ବିଚାର କରି ଜାଣିବା ଉଚିତ ଯେ ମନ, ବାଣୀ ଓ ପ୍ରାଣର ସଂଘାତ ରୂପେ ଏ ଯେଉଁ ଜଗତ ଦେଖାଯାଉଛି ଏହା ହେଉଛି ମାୟା ମାତ୍ର। ବିବେକ ଦ୍ୱାରା ଏ ମାୟାମୟ ମିଥ୍ୟା ଜଗତ ପ୍ରତି ପରାଙ୍ଗମୁଖ ହୋଇ ଅର୍ଥାତ୍ ଏହାକୁ ତ୍ୟାଗ କରିଦେଇ ସନ୍ନ୍ୟାସୀ ଆତ୍ମସ୍ୱରୂପରେ ସ୍ଥିତ ହୋଇଯିବା ଆବଶ୍ୟକ ଏବଂ ଏହି ଜାଗତିକ ବିଷୟ ସମୂହକୁ କେବେ ବି ସ୍ମରଣ କରିବା ଅନୁଚିତ। ଜ୍ଞାନନିଷ୍ଠ ବୈରାଗ୍ୟ ସନ୍ନ୍ୟାସୀମାନଙ୍କ ପାଇଁ ଅଥବା ମୋର ଭକ୍ତଙ୍କ ପାଇଁ ଅଥବା ଯେ ଅନ୍ୟ କାହା ଉପରେ ନିର୍ଭର କରନ୍ତି ନାହିଁ ତାଙ୍କ ପାଇଁ ଏହି ଚାରି ଆଶ୍ରମ ମଧ୍ୟରୁ କୌଣସି ନିର୍ଦ୍ଦିଷ୍ଟ ଆଶ୍ରମର ଚିହ୍ନ ଧାରଣ କରିବାର ଆବଶ୍ୟକତା ନାହିଁ। ସେ ବେଦଶାସ୍ତ୍ରରେ ବିଧିନିଷେଧରୁ ଊର୍ଦ୍ଧ୍ୱକୁ ଉଠିଯାଇ ସ୍ୱଚ୍ଛନ୍ଦରେ ବିଚରଣ କରିପାରନ୍ତି। ସେ ବୁଦ୍ଧିମାନ ହୋଇ ମଧ୍ୟ ବାଳକଙ୍କ ପରି ଖେଳିପାରନ୍ତି, ନିପୁଣ ହୋଇ ମଧ୍ୟ ଜଡ଼ା ପରି ରହିପାରନ୍ତି, ବିଦ୍ୱାନ ହୋଇ ମଧ୍ୟ ପାଗଳଙ୍କ ପରି କଥାଭାଷା କରିପାରନ୍ତି ଏବଂ ସମସ୍ତ ବେଦବେଦୀ ଜାଣିଥାଇ ମଧ୍ୟ ପଶୁବୃତ୍ତି ଧରିଥିବା ଅର୍ଥାତ୍ ଅନିୟମିତ ଆହାର କରୁଥିବା ଲୋକଙ୍କ ପରି ହୋଇପାରନ୍ତି। ତାଙ୍କ ପାଇଁ କେବଳ ଏତିକି ବାରଣ ଯେ ସେ ବେଦର କର୍ମକାଣ୍ଡରେ ବ୍ୟାଖ୍ୟା କରିବେ ନାହିଁ, ପାଷଣ୍ଡତା ବିସ୍ତାର କରିବେ ନାହିଁ, ତର୍କ ବିତର୍କରେ ଭାଗ ନେବେ ନାହିଁ ଏବଂ ଯେଉଁଠି ଅଯଥା ବାଦବିବାଦ ଚାଲିଥିବ ସେଠାରେ କୌଣସି ପକ୍ଷ ଗ୍ରହଣ କରିବେ ନାହିଁ। ବିଭିନ୍ନ ଜଳପଥରେ ଚନ୍ଦ୍ର ଅଲଗା ଅଲଗା ଦେଖାଯାଉଥିଲେ ବି ଚନ୍ଦ୍ର ହେଉଛି ଏକ। ଠିକ୍ ଏହିପରି ସମସ୍ତ ପ୍ରାଣୀଠାରେ ଏବଂ ନିଜଠାରେ ମଧ୍ୟ ଏକମାତ୍ର ପରମାତ୍ମା ହିଁ ବିରାଜିତ ହୋଇଛନ୍ତି। ସମସ୍ତଙ୍କ ଆତ୍ମା ତ ଏକ, ତା ସହିତ ସବୁ ପ୍ରାଣୀଙ୍କ ଶରୀର ମଧ୍ୟ ପଞ୍ଚଭୂତରେ ଓଢ଼ା ହୋଇଥିବାରୁ ସମାନ ଅଟେ। ଏପରି ସ୍ଥିତିରେ କାହାରି ସହିତ ଶତ୍ରୁତା କରିବା ଅର୍ଥାତ୍ ନିଜ ସହିତ ହିଁ ଶତ୍ରୁତା କରିବା। ପ୍ରିୟ ଉଦ୍ଧବ, ସନ୍ନ୍ୟାସୀଙ୍କୁ ଯଦି କୌଣସି ଦିନ ଭୋଜନ ନ ମିଳିଲା ତେବେ ସେ ଦୁଃଖ କରିବା ଉଚିତ ନୁହେଁ କି ଯେଉଁଦିନ ଭଲ ଭୋଜନ ମିଳିଲା ସେଦିନ ଆନନ୍ଦିତ ହେବା ଉଚିତ ନୁହେଁ। ତାଙ୍କୁ ସର୍ବଦା ଧୈର୍ଯ୍ୟ ଧରି ରହିବାକୁ ପଡ଼ିବ। ଭୋଜନ ମିଳିବା ଓ ନ ମିଳିବା ଉଭୟ ହେଉଛି ପ୍ରାରବ୍ଧର ଅଧୀନ। ଅନ୍ନ ଭିକ୍ଷା ନିଶ୍ଚିତ ରୂପେ ମାଗିବା ଆବଶ୍ୟକ, କାରଣ ଭିକ୍ଷା ଦ୍ୱାରା ହିଁ ପ୍ରାଣ ରକ୍ଷା ହୁଏ। ପ୍ରାଣ ରହିଲେ ହିଁ ତତ୍ତ୍ୱ ବିଚାର କରାଯାଇପାରେ ଏବଂ ତତ୍ତ୍ୱ ବିଚାର ଦ୍ୱାରା ତତ୍ତ୍ୱଜ୍ଞାନ ହୋଇ ମୁକ୍ତି ମିଳେ। ସନ୍ନ୍ୟାସୀଙ୍କୁ ପ୍ରାରବ୍ଧ ଅନୁସାରେ ଭଲ ବା ମନ୍ଦ ଯେକୌଣସି ଭିକ୍ଷା ମିଳିବ ତାହା ଭୋଜନ କରି ଉଦର ପୂର୍ଣ୍ଣ କରିବାକୁ ହେବ। ବସ୍ତ୍ର ଓ ବିଛଣା ମଧ୍ୟ ଯେପରି ମିଳିବ ତାହା ଭଲ କି ଖରାପ ନ ଦେଖି ସେଥିରେ କାମ ଚଳାଇବା ଉଚିତ। ମୁଁ ଈଶ୍ୱର ହୋଇ ମଧ୍ୟ ଯେପରି ସମସ୍ତ କର୍ମ ବିଧି ଓ ନିଷେଧରେ ଅଧୀନ ହୋଇ କର୍ମ ନ କରି ଲୀଳା ପରି କରୁଛି, ଜ୍ଞାନୀ ପୁରୁଷ ସେପରି ଶୌଚ, ସ୍ନାନ ପ୍ରଭୃତି କର୍ମ ବିଧି ବାକ୍ୟର ଆଧାରରେ ନ କରି ଲୀଳା ପରି ଆଚରଣ କରିବା ଉଚିତ। ଜ୍ଞାନୀ ଏକମାତ୍ର ଭଗବାନଙ୍କୁ ହିଁ ସର୍ବତ୍ର ଦର୍ଶନ କରନ୍ତି। ତେଣୁ ଭଗବାନ ବୋଲି କିଏ ଅଛନ୍ତି କି ନାହିଁ ତାଙ୍କ ଭିତରେ ଏପରି ପ୍ରଶ୍ନ ଆଦୌ ଉଠେ ନାହିଁ। ଦେହ ତ୍ୟାଗ କରିବା ପୂର୍ବରୁ ଶାରୀରିକ କଷ୍ଟ ହେତୁ ଯଦି ବା କେବେ ମନରେ ଏପରି ଭାବନା ଆସିଯାଏ ତଥାପି ମୃତ୍ୟୁ ପରେ ସେ ମୋଠାରେ ହିଁ ଲୀନ ହୋଇଯାନ୍ତି। ହେ ଉଦ୍ଧବ, ରୋଗର ଫଳ ଦୁଃଖ ବିନା ଅନ୍ୟ କିଛି ହୋଇନପାରେ ବୋଲି ଜାଣିଯିବା ପରେ ଭୋଗର ଫଳ ଦୁଃଖ ବିନା ଅନ୍ୟ କିଛି ହୋଇନପାରେ ଜାଣିଯିବା ପରେ ଜିତେନ୍ଦ୍ରିୟ ପୁରୁଷ ସଂସାର ପ୍ରତି ବିରକ୍ତ ହୋଇଯିବା ଆବଶ୍ୟକ ଏବଂ ସେ ଯଦି ମୋତେ ପାଇବାର ସାଧନ କ'ଣ ତାହା ଜାଣିନଥିବେ ତେବେ ସେ ଭଗବତ ଚିନ୍ତନରେ ତନ୍ମୟ ହୋଇ ରହିଥିବା ବ୍ରହ୍ମନିଷ୍ଠ ସଦ୍ଗୁରୁଙ୍କର ଶରଣ ନେବା ଆବଶ୍ୟକ। ସେ ଗୁରୁଙ୍କୁ ଦୃଢ଼ ଭକ୍ତି କରିବା ଉଚିତ, ତାଙ୍କଠାରେ ଗଭୀର ଶ୍ରଦ୍ଧା ରଖିବା ଉଚିତ ଏବଂ ତାଙ୍କଠାରେ ଦୋଷ ଦର୍ଶନ କରିବା ଅନୁଚିତ। ବ୍ରହ୍ମଜ୍ଞାନ ନ ହୋଇଯିବା ପର୍ଯ୍ୟନ୍ତ ସେ ବଡ଼ ଆଦର ସହିତ ମୁଁ ହିଁ ଅର୍ଥାତ୍ ଭଗବାନ ହିଁ ଗୁରୁ ରୂପରେ ରହିଛି ବୋଲି ଜାଣି ତାଙ୍କର ସେବା କରିବା ଆବଶ୍ୟକ। କିନ୍ତୁ ଯେ ପଞ୍ଚେନ୍ଦ୍ରିୟ ଓ ମନ ଏ ଛଅଟିକୁ ଜୟ କରିପାରି ନାହିଁ, ଯାହାର ଇନ୍ଦ୍ରିୟ ରୂପୀ ଘୋଡ଼ାମାନେ ବୁଦ୍ଧି ରୂପୀ ସାରଥୀ ବିଶୃଙ୍ଖଳ ହୋଇଯାଇଛନ୍ତି ଓ ଯାହାଙ୍କର ହୃଦୟରେ ଜ୍ଞାନ ନାହିଁ କି ବୈରାଗ୍ୟ ନାହିଁ,
ଅଥଚ ସେ ଯଦି ତ୍ରିଦଣ୍ଡୀ ସନ୍ନ୍ୟାସୀଙ୍କ ବେକ ଧରି ପେଟ ପୋଷୁଛି, ତେବେ ଜାଣ ଯେ ସେ ସନ୍ନ୍ୟାସ ଧର୍ମକୁ ବିନାଶ କରି ଚାଲିଛି ଏବଂ ତା ସହିତ ନିଜ ହୃଦୟରେ ନିବାସ କରୁଥିବା ମୋତେ ଅର୍ଥାତ୍ ଭଗବାନଙ୍କୁ ମଧ୍ୟ ଠକିବାର ଚେଷ୍ଟା କରି ଚାଲିଛି। ସେହି ବେକଧାରୀ ସନ୍ନ୍ୟାସୀର ବାସନା ସବୁ ଏଯାଏଁ କ୍ଷୀଣ ହୋଇନାହିଁ ବୋଲି ଜାଣ। ସେ ତା'ର ଇହଲୋକ ଓ ପରଲୋକ ଉଭୟର ସୁଖରୁ ବଞ୍ଚିତ ହୋଇଯାଏ। ସନ୍ନ୍ୟାସୀଙ୍କର ମୁଖ୍ୟ ଧର୍ମ ହେଉଛି ଶାନ୍ତି ଓ ଅହିଂସା। ବାନପ୍ରସ୍ଥୀମାନଙ୍କର ମୁଖ୍ୟ ଧର୍ମ ହେଉଛି ତପସ୍ୟା ଭଗବତ ଭାବ। ଗୃହସ୍ଥଙ୍କ ମୁଖ୍ୟ ଧର୍ମ ହେଉଛି ପ୍ରାଣୀମାନଙ୍କ ରକ୍ଷା ଓ ଯାଗଯଜ୍ଞ ତଥା ବ୍ରହ୍ମଚାରୀଙ୍କ ମୁଖ୍ୟ ଧର୍ମ ହେଉଛି ଆଚାର୍ଯ୍ୟଙ୍କ ସେବା। ଗୃହସ୍ଥ କେବଳ ଋତୁକାଳରେ ହିଁ ନିଜ ପତ୍ନୀ ସହିତ ସହବାସ କରିବା ଉଚିତ। ତାଙ୍କ ପାଇଁ ମଧ୍ୟ ବ୍ରହ୍ମଚର୍ଯ୍ୟ, ତପସ୍ୟା, ଶୌଚ, ସନ୍ତୋଷ ଏବଂ ସମସ୍ତ ପ୍ରାଣୀଙ୍କ ପ୍ରତି ପ୍ରେମ ଭାବ ରଖିବା ହେଉଛି ମୁଖ୍ୟ ଧର୍ମ। କିନ୍ତୁ ମୋ ଉପାସନା ସମସ୍ତେ କରିବା ଆବଶ୍ୟକ। ଯେଉଁ ବ୍ୟକ୍ତି ଏପରି ଅନନ୍ୟ ଭାବରେ ନିଜର ବର୍ଣ୍ଣ ଆଶ୍ରମ ଧର୍ମ ଦ୍ୱାରା ମୋର ସେବାରେ ଲାଗି ରହନ୍ତି ଓ ସମସ୍ତ ପ୍ରାଣୀଙ୍କ ଭିତରେ ମୁଁ ରହିଛି ବୋଲି ଭାବନା କରନ୍ତି, ତାଙ୍କର ମୋ ଠାରେ ଅବିଚଳ ଭକ୍ତି ହୋଇଯାଏ। ହେ ଉଦ୍ଧବ, ମୁଁ ହେଉଛି ସକଳ ଲୋକର ଏକମାତ୍ର ସ୍ୱାମୀ। ମୁଁ ହେଉଛି ସମସ୍ତଙ୍କ ପ୍ରଳୟ ଓ ଉତ୍ପତ୍ତିର ପରମ କାରଣ ବ୍ରହ୍ମ। ନୀତି ନିରନ୍ତର ଅଖଣ୍ଡ ଭକ୍ତି ଦ୍ୱାରା ଗୃହସ୍ଥ ବ୍ୟକ୍ତି ମୋତେ ପାଇଯାଆନ୍ତି। ଏପରି ଭାବରେ ଗୃହସ୍ଥ ଧର୍ମ ପାଳନ ଦ୍ୱାରା ନିଜର ଅନ୍ତଃକରଣକୁ ସମ୍ପୂର୍ଣ୍ଣ ଶୁଦ୍ଧ କରିଦେଇ ମୋର ଐଶ୍ୱର୍ଯ୍ୟକୁ ଅର୍ଥାତ୍ ମୋର ସ୍ୱରୂପକୁ ଜାଣିଯାଆନ୍ତି ଏବଂ ଜ୍ଞାନ ବିଜ୍ଞାନ ସମ୍ପୂର୍ଣ୍ଣ ହୋଇ ମୋତେ ଶୀଘ୍ର ପାଇଯାଆନ୍ତି। ମୁଁ ତୁମକୁ ବର୍ଣ୍ଣାଶ୍ରମମାନଙ୍କର ଏହି ସଦାଚାର ରୂପ ଧର୍ମ ବୁଝାଇ କହିଲି। ଏହି ଧର୍ମାନୁଷ୍ଠାନ କରିବା ସହିତ ଯେ ମୋର ଭକ୍ତିରେ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଆନ୍ତି, ସେ ଅନାୟାସରେ ପରମ କଲ୍ୟାଣ ରୂପ ମୋକ୍ଷ ଲାଭ କରିପାରିବେ। ହେ ସାଧୁ ସ୍ୱଭାବ